ଜଣେ ଋଷି ଯିଏକି ମୂଷା ରୂପ ଧରି ଶିବ ଏବଂ ପାର୍ବତୀଙ୍କ ଅର୍ଦ୍ଧନାରୀଶ୍ୱର ଦେହକୁ ମଧ୍ୟ କାଟିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ କାହିଁକି? ଏହା ହେଉଛି ଶିବଙ୍କର ପରମ ଭକ୍ତ ଭୃଙ୍ଗୀଙ୍କ କଥା। ତାଙ୍କ ଭକ୍ତି ଏତେ ଗଭୀର ଥିଲା ଯେ ସେ କେବଳ ଶିବଙ୍କୁ ହିଁ ପୂଜା କରୁଥିଲେ ଏବଂ ପାର୍ବତୀଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିଲେ। ଭୃଙ୍ଗୀ ଯେତେବେଳେ କୈଳାସ ଆସୁଥିଲେ ସେ ଗୋଟେ ଭଁର ରୂପରେ ଆସୁଥିଲେ। ଭ୍ରଁର ରୂପ ଧରି ସେ କେବଳ ଶିବଙ୍କର ପରିକ୍ରମା କରୁଥିଲେ। ଏହି ଭେଦଭାବରେ ଆହତ ହୋଇ ମା ପାର୍ବତୀ ଏହାକୁ ରୋକିବା ପାଇଁ ଚିନ୍ତା କରିଥିଲେ। ଶିବ ଏବଂ ପାର୍ବତୀ ଅର୍ଦ୍ଧନାରୀଶ୍ୱର ରୂପରେ ପ୍ରକଟ ହେଲେ, କିନ୍ତୁ ଭୃଙ୍ଗୀଙ୍କ ଜିଦି ଏତେ କଠୋର ଥିଲା ଯେ ସେ ଏଥର ମଧ୍ୟ ମାନିଲେ ନାହିଁ। ସେ ମୂଷା ରୂପ ଧରି ଅର୍ଦ୍ଧନାରୀଶ୍ୱରଙ୍କ ଦେହକୁ କାଟିବା ପାଇଁ ଚେଷ୍ଟା କରିଥିଲେ, ଯାହାଦ୍ୱାରା ସେ ପାର୍ବତୀଙ୍କ ଅଂଶକୁ ଛାଡ଼ି କେବଳ ଶିବଙ୍କର ପରିକ୍ରମା କରିପାରିବେ। ନାରୀ ଶକ୍ତିର ଏହି ଘୋର ଅବହେଳା ଦେଖି ପାର୍ବତୀଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ଅଭିଶାପ ଦେଲେ, ଭୃଙ୍ଗୀ, ସମସ୍ତଙ୍କୁ ମାଂସ ଏବଂ ରକ୍ତ ମାତୃଶକ୍ତିରୁ ମିଳିଥାଏ। ଯଦି ତୁ ମାତୃଶକ୍ତିକୁ ଅବମାନନା କରିବୁ ତେବେ ତୋ ଦେହରୁ ଏହି ମାତୃ ଅଂଶ ଅଲଗା ହୋଇଯିବ। ଅଭିଶାପ ତୁରନ୍ତ ଲାଗିଲା। ଭୃଙ୍ଗୀଙ୍କ ଦେହ ମାଂସ ଏବଂ ରକ୍ତ ହରାଇଲା। ସେ ହାଡ଼ର ଢାଞ୍ଚା ହେଇ ଭୂମିକୁ ପଡ଼ିଗଲେ ଓ ଠିଆ ମଧ୍ୟ ହୋଇପାରିଲେନି। ଭୃଙ୍ଗୀଙ୍କ ଅନ୍ୟାନ୍ୟ ଭକ୍ତି ଏବଂ ତାଙ୍କର ଦୁର୍ଦ୍ଦଶା ଦେଖି ଶିବ ଶୋଇପାରିଲେନି। ସେ ଭୃଙ୍ଗୀଙ୍କୁ ଠିଆ ହୋଇ ରହିବାକୁ ସାହାଯ୍ୟ ଦେବା ପାଇଁ ଆଉ ଗୋଟେ ପାଦ ଦେଇଥିଲେ। ପରିଣାମରେ ଭୃଙ୍ଗୀ ବୁଝିପାରିଲେ ଶିବ ଏବଂ ସତୀ ଜ୍ଞାନ ଏବଂ ପୋଷଣ ଅଲଗା ନୁହନ୍ତି। ସେ କ୍ଷମା ପ୍ରାର୍ଥନା କଲେ, ଶିବ ଏବଂ ସତୀଙ୍କ ଉଭୟଙ୍କ ପୂଜା ଆରମ୍ଭ କଲେ।